ଅଡୁଆରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋଷ ରାଜ୍ୟପାଳଙ୍କ ବିରୁଦ୍ଧରେ ଯୌନ ଶୋଷଣର ଆରୋପ ଆଣିଛନ୍ତି ରାଜଭବନର ଜଣେ ମହିଳା କର୍ମଚାରୀ। ଏବେ ଅଭିଯୋଗକାରିଣୀ ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ 361 ବଳରେ ଯେପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ଦିଆଯାଇଥିବା କ୍ଷମତା ବଳବତ୍ତର ଥିବ ସେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିବନି ବୋଲି ଆଶଙ୍କା କରିଛନ୍ତି ପୀଡ଼ିତା। ସେଥିଲାଗି ରାଜ୍ୟପାଳ ପଦରେ ରହିବା ଯାଏ ତାଙ୍କୁ କେବଳ ନ୍ୟାୟ ପାଇବାକୁ ଅପେକ୍ଷା କରିବାକୁ ପଡ଼ିବ ସିନା, କିନ୍ତୁ ନ୍ୟାୟ ପାଇବାର ଆଶା ବହୁତ କମ୍। ତଦନ୍ତ ପ୍ରକ୍ରିୟା କେବଳ ଲୋକ ଦେଖାଣିଆ ହୋଇ ରହିଯିବ। ଏଭଳି ମାମଲାରେ ଟିକିନିକି ଯାଞ୍ଚ ଜରୁରୀ। ସେଥିଲାଗି ସମ୍ବିଧାନ ରାଜ୍ୟପାଳଙ୍କୁ ଦେଇଥିବା ବିଶେଷ ରିହାତି ବାବଦରେ ସର୍ବୋଚ୍ଚ ଅଦାଲତ ଦିଶା ନିର୍ଦ୍ଦେଶ କରିବା ଜରୁରୀ ହୋଇପଡ଼ିଛି। କାରଣ ସମ୍ବିଧାନର ଅନୁଚ୍ଛେଦ 361 ଅନୁସାରେ କୌଣସି ରାଜ୍ୟପାଳଙ୍କ ବିରୁଦ୍ଧରେ ତାଙ୍କର କାର୍ଯ୍ୟକାଳ ଭିତରେ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇପାରିବନି। ଅଭିଯୋଗକାରୀଙ୍କ କହିବା ଅନୁସାରେ ରାଜ୍ୟପାଳଙ୍କୁ ଲିଖିତ ଭାବରେ 2 ମାସର ନୋଟିସ୍ ଦେବା ପରେ ରାଜ୍ୟପାଳଙ୍କ ବିରୁଦ୍ଧରେ ଦେବାନୀ ମକଦ୍ଦମା ଦାୟର କରାଯାଇପାରିବ। କିନ୍ତୁ ଅପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଏଥିଲାଗି କୌଣସି ସମୟସୀମା ଧାର୍ଯ୍ୟ ହୋଇନି। ସେଥିଲାଗି ପୀଡ଼ିତାଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଏପ୍ରିଲ 24 ଓ ମେ 2ରେ ଭଲ ଚାକିରି ଦେବାର ମିଛ ଲାଳସା ଦେଖାଇ ରାଜଭବନକୁ ଡାକିଥିଲେ ରାଜ୍ୟପାଳ, କିନ୍ତୁ କାମ ଦେବାର ଆଳରେ ତାଙ୍କୁ ଯୌନ ଶୋଷଣ କରିଥିଲେ। ଏଭଳି ମାମଲାରେ ରାଜ୍ୟ ସରକାର ତାଙ୍କୁ ନ୍ୟାୟ ଦିଅନ୍ତୁ ଓ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ପୀଡ଼ିତା। କୋଲକାତା ହାଇକୋର୍ଟ ମେ ମାସରେ ରାଜ୍ୟପାଳଙ୍କ ଓଏସଡିଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ରୋକ ଲଗାଇ ଦେଇଥିଲେ। ରାଜ୍ୟପାଳଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ମାମଲା ନ କରିବାକୁ କୁଆଡ଼େ ପୀଡ଼ିତାଙ୍କ ଉପରେ ଓଏସଡି ଚାପ ପକାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ସେପଟେ ରାଜ୍ୟପାଳ ଆନନ୍ଦ ବୋଷ ବି କହିଥିଲେ ବଦନାମ କରି ନିର୍ବାଚନୀ ଫାଇଦା ନେବାକୁ ଏଭଳି ପ୍ରୟାସ ହୋଇଛି। ଅଭିଯୋଗକାରୀ କହିଥିଲେ ମାର୍ଚ୍ଚ 24ରେ ସ୍ଥାୟୀ ନିଯୁକ୍ତି ନିବେଦନ ନେଇ ସେ ରାଜ୍ୟପାଳଙ୍କ ପାଖକୁ ଯାଇଥିଲେ, କିନ୍ତୁ ରାଜ୍ୟପାଳ ତାଙ୍କୁ ଅସଦାଚରଣ କରିଥିଲେ। ରାଜଭବନ ବାହାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ପାଖରେ ଅଭିଯୋଗ କରିଥିଲେ। ସୋସିଆଲ ମିଡିଆରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ରାଜ୍ୟପାଳ। ସତର ଜିତ୍ ହେବ। ସବୁବେଳେ ଭ୍ରଷ୍ଟାଚାର ହିଂସା ବିରୁଦ୍ଧରେ କରିଆସୁଥିବା ଲଢ଼େଇକୁ କେହି ରୋକିପାରିବେନି। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଏଭଳି ଆଚରଣକୁ ନେଇ ବର୍ଷିଥିଲେ। ରାଜ୍ୟପାଳ ଦୁଇ ଥର ଯୌନ ଶୋଷଣ କଲେ। ପୀଡ଼ିତାଙ୍କ ଆଖିର ଲୁହ ଦେଖିଛି। ସେ କଦାପି ରାଜଭବନରେ କାମ କରିବେନି ବୋଲି ଭୟଭୀତ ଚେହେରା ସବୁ ସତ କହୁଛି। ଟିଏମସି ସାଂସଦ ସାଗରିକା ଘୋଷ ବି ମହିଳାଙ୍କ ଅଭିଯୋଗ ନେଇ ଭିଡ଼ିଓ ବୟାନ ଜାରି କରିଥିଲେ। ଏଭଳି ଗମ୍ଭୀର ଆରୋପ ସେତେବେଳେ ଲାଗିଥିଲା ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ମୋଦି କୋଲକାତା ପହଞ୍ଚିଥିଲେ। ମୋଦି ରାଜଭବନରେ ଥିଲେ। ରାଜ୍ୟପାଳଙ୍କୁ ଏନେଇ ମୋଦି କୈଫତ ମାଗିବେ କି ବୋଲି ସେତେବେଳେ ପଚାରିଥିଲେ ସାଗରିକା। ବିଜେପି କହିଥିଲା ଯଦି ମାମଲା ସତ ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ, କିନ୍ତୁ ଅଭିଯୋଗ ସତ ନା ଷଡ଼ଯନ୍ତ୍ର ଦେଖିବାକୁ ପଡ଼ିବ। 26,000 ଶିକ୍ଷକଙ୍କ ଚାକିରି ଚାଲିଗଲା। ସନ୍ଦେଶଖାଲି ଯୌନ ବର୍ବରତାରେ ଟିଏମସି ଛନ୍ଦି ହୋଇଛି। ସେଥିଲାଗି ଏଭଳି ଅଭିଯୋଗ রাজনৈতিক ষড়যন্ত্র নহে তো বলি প্রশ্ন করেছিল বিজেপি। আমি তো তার কান্না দেখলাম, আমার কাছে ভিডিও এসছে, আমি পুরো মন দিয়ে দেখেছি। সেখানেই তো আপনি কাল থেকে এলেন, কই একটা কথা মুখ দিয়ে তো বললেন না। আপনার লোকজনেরও তো তখন ছিল, যখন মেয়েটা কেঁদে বেরোচ্ছিল বলেছে আর আমি রাজভবনে চাকরি করতে যাব না, ভয় পাচ্ছে কখন যখন তখন ডেকে খারাপ ব্যবহার করবে, असम्मान करबे। यौन उत्पीड़न किया, छेड़छाड़ किया, उनको सेक्सुअली हरास किया और मोलेस्ट किया और गलत व्यवहार किया। महिला अब पुलिस स्टेशन पहुंच चुकी है जहां वो अपनी शिकायत दर्ज कर रही है और ये आरोप इसी दिन लग रहे हैं जिस दिन प्रधानमंत्री नरेंद्र मोदी कलकत्ता पहुंच रहे हैं और मोदी जी राजभवन में ही ठहरेंगे। क्या मोदी जी राज्यपाल से सफाई मांगेंगे? क्या मोदी जी पूछेंगे कि इस तरह की घटना कैसे घटी राजभवन में? राजभवन की गरिमा के ऊपर अब सवाल उठते हैं। सुप्रीम कोर्ट को जाइछि राज्यपाल विरुद्ध में यौन शोषण मामला देखिबार कथा आगो को कि मोड़ दउछि। आगरु भी 2023 रे जने नर्तकी को राज्यपाल यौन शोषण करथिबार अभियोग होइतिला। दिल्लीर पंचतारका होटल रे अश्लील अभियोग रे पुलिस तदंत करी जांच रिपोर्ट राज्य सचिवालय को देइतिला। ब्यूरो इनपुट सह प्रदीप नायक रिपोर्ट, नक्षत्र न्यूज।